ମାଣବସା ଗୁରୁବାର ଘରେ ଘରେ ମା ଲକ୍ଷ୍ମୀଙ୍କ ଆଗମନର ପବିତ୍ର ପର୍ବ। ଓଡ଼ିଆ ଘରେ ମାର୍ଗଶିର ମାସର ପ୍ରତ୍ୟେକ ଗୁରୁବାରକୁ ମାଣବସା ଗୁରୁବାର ପାଳନ ହୋଇଥାଏ। ଏହା ହେଉଛି ମା ଲକ୍ଷ୍ମୀଙ୍କୁ ପବିତ୍ରତା, ଶ୍ରଦ୍ଧା ଓ ପରିଶ୍ରମର ପ୍ରତୀକ ଭାବେ ସମ୍ମାନ କରିବାର ପର୍ବ। ମାଣବସା ଗୁରୁବାରରେ ଝୋଟିର ଭିନ୍ନ ଭିନ୍ନ ମହତ୍ଵ ଅଛି। ଓଡ଼ିଆ ଘରେ ସଫାସୁତୁରା କରି ମା ଲକ୍ଷ୍ମୀଙ୍କର ପାଦ ଭିନ୍ନ ଭିନ୍ନ ପ୍ରକାରର। ସବୁଠୁ ପ୍ରମୁଖ ଅଂଶ ହେଉଛି ଲକ୍ଷ୍ମୀଙ୍କ ପାଦ। ଛୋଟ ଛୋଟ ପଦଚିହ୍ନ ଆଙ୍କିବାର ଅର୍ଥ ହେଉଛି ମା ଲକ୍ଷ୍ମୀ ଘରକୁ ଆସୁଛନ୍ତି ଆଉ ଆଶୀର୍ବାଦ ଆପଣ ସମସ୍ତଙ୍କୁ ଦେଉଛନ୍ତି। ସକାଳୁ ସକାଳୁ ପୂଜା ସାରି ବାଲ୍ୟ ଭୋଗ ଦେଇ ଏବେ ମୁଁ ବାହାରି ପଡ଼ିଲି ପ୍ରସାଦ ତିଆରି କରିବା ପାଇଁ। ଆଜି ମୁଁ ଗୋଟେ ପ୍ରସ୍ତୁତ କରୁଛି ଗଇଁଠା ପିଠା। ଏଠି ଗଇଁଠା ପିଠା ପାଇଁ ଆପଣ 1 ଲିଟର ପାଣି ନେଇଯିବେ। 1 ଲିଟର ପାଣିରେ ଆପଣ ଏମିତି ପାଣିକୁ ବଏଲ କରିବା ପାଇଁ ଛାଡ଼ି ଦିଅନ୍ତୁ। ମୁଁ ଏଠି ମାପରେ ନେଇଛି। ଗୋଟେ ମାପ ସେଟ୍ କରିଦିଅନ୍ତୁ। ସେଇଥିରେ ଯେତିକି ପାଣି ନେବେ ସେତିକି ତାର ଅଧା ପରିମାଣରେ ଆପଣ ଚାଉଳ ଗୁଣ୍ଡ ନେବେ। ଏଠି ମୁଁ ଲୁଣ ପକେଇକି ନେଇଯାଇଛି। ଏଠି ଫାଷ୍ଟ 250 ଗ୍ରାମ ଚାଉଳ ଗୁଣ୍ଡ ଦେଇଛି। ଏଟା ବାହାରର ଚାଉଳ ଗୁଣ୍ଡ, ପୁଣି 250 ଗ୍ରାମ ଦେଇଛି। ଆଉ ତାପରେ ଅଳ୍ପ ଟିକେ ମୁଁ ଫେରେ 2 ମିଠା ଖଣ୍ଡ ଦେଇଛି। ଏଟାକୁ ଭଲ ଭାବରେ ଫୁଟିଗଲା ପରେ ତାକୁ ଏପଟେ ଆଞ୍ଚ କମ୍ କରିଦେଇ ତାକୁ ମିକ୍ସ କରିବେ ଆପଣ। ଚାଉଳ ଗୁଣ୍ଡଟି ଭଲ ଭାବରେ ନହେଲେ ଗଇଁଠା ପିଠାଟି ଭଲ ହେବ ନାହିଁ। ଲମ୍ସ ଆସିଗଲେ ଭଲ ହେବନି। ବର୍ତ୍ତମାନ ମୁଁ ଆକୁ ଢାଙ୍କି କରି ରଖିଦେଇଛି। ଏଠି ଦେଖନ୍ତୁ ଢାଙ୍କି ହେଇକି ରଖିଦେଲା ପରେ 10 ମିନିଟ୍ ପରେ ତାକୁ ବର୍ତ୍ତମାନ କାଢ଼ିଦେବେ। ନହେଲେ ସେ ମୁଣ୍ଡା ଯଦି ବାନ୍ଧିଯିବ ଆପଣଙ୍କର ଆଉ ହେବ ନାହିଁ ଭଲ ଗଇଁଠା ପିଠାଟି, ମଝିରେ ଗିଟାଳି ରହିଯିବ। ବର୍ତ୍ତମାନ ବାହାର କରି ଟିକେ ଥଣ୍ଡା କରିଦେଇଛି। ମୁଁ ଅନ୍ୟ ଗୋଟେ ପ୍ୟାନ୍ରେ 1 ଲିଟର କ୍ଷୀର ନେଇଛି, ତାକୁ ବସେଇକି ଫୁଟିବା ପାଇଁ ଛାଡ଼ି ଦେଇଛି। ବର୍ତ୍ତମାନ ଏଠି ଗଇଁଠା ପିଠାକୁ ଆସନ୍ତୁ ପ୍ରସ୍ତୁତ କରିବା। ଏଇଠାରେ ଘିଅ ହଉ ବା ହାତରେ ପାଣି ହଉ ଲଗେଇ କରି ଆପଣ ଏମିତି ଚକଟିକି ତାକୁ ଭଲ ଭାବରେ ଓଭାଲ ସେପ୍ ଦେଇଦେବେ, ରଖିଦେବେ। ଛୋଟ ବଡ଼ ସାଇଜ୍ ଆପଣ ଯେମିତି ସାଇଜ୍ ଚାହିଁବେ ସେମିତି ସାଇଜ୍ ବନେଇବେ। ଯଦି ଆପଣଙ୍କୁ ଯନ୍ତଣୀ କରିବାର ଅସୁବିଧା ହେବ କେମିତି ହେବ, ତାହେଲେ ଆପଣ ଚାହିଁଲେ 1 ଚାମଚ ଘିଅ ବି ଯନ୍ତଣୀରେ ଆଡ଼୍ କରିପାରିବେ। ମୋତେ ଏଠି ଆବଶ୍ୟକ ପଡ଼ିନାହିଁ ତ ମୁଁ ଆଡ଼୍ କରିନାହିଁ। ଆପଣ ସବୁଯାକ କରିଦେଲା ପରେ ତାପରେ ଆପଣ ଯେଉଁ କ୍ଷୀରଟି ଫୁଟିଥିବ ତାକୁ ବର୍ତ୍ତମାନ ଚେକ୍ କରିବା। ବର୍ତ୍ତମାନ ଦେଖନ୍ତୁ ଏଇଟା ସବୁଯାକ ଗଇଁଠା ପିଠା ହେଇଯାଇଛି, ମୁଁ କରିଦେଇଛି। ଏଇଟା ମାଙ୍କର ବହୁତ ପସନ୍ଦର ପିଠା। ବର୍ତ୍ତମାନ ଚେକ୍ କରିବା କ୍ଷୀର କେମିତି କ'ଣ ହେଇଛି। ଏଠି ଦେଖନ୍ତୁ କ୍ଷୀରଟି ଭଲ ଭାବରେ ଫୁଟି ଯାଇଛି। ମୁଁ ଏଠି ଫୁଲ୍ କ୍ରିମ୍ ମିଲ୍କ ନେଇଛି। ଆପଣ ତାକୁ ଆଉ ଟିକେ ଭଲ ଭାବରେ ଫୁଟେଇକି ଅଳ୍ପ ଟିକେ 100 ml ଖଣ୍ଡ ତାକୁ କ୍ଷୀରଟା ମାରିଦେବେ। ବେଶୀ ମାରିବେ ନାହିଁ, ନହେଲେ ଗଇଁଠା ପିଠା ବି ଅବଜର୍ଭ କରିବାର ଅଛି। ବହୁତ ଗାଢ଼ା ହେଇଗଲେ ଗଇଁଠା ପିଠାଟି ଅବଜର୍ଭ କରିବାନି। ମୁଁ ଏଠି ଗୁଡ଼ 2-3 ଚାମଚ ଗୁଡ଼ ନେଇଛି। ଆପଣ ଯେତିକି ମିଠା ଖାଇବେ ସେଇ ହିସାବରେ ଗୁଡ଼ ଆପଣ ନେଇପାରିବେ। ଏଇଠି ମୁଁ 1 ଚାମଚ ଗୁଜୁରାତିର ଗୁଣ୍ଡ ନେଇଛି। ତାକୁ ପୁରା ତାର ଚୋପା ସହ ଭଲ ଭାବରେ ତାକୁ କୁଟି ଦେଇ ତାକୁ ନେଇକି ବର୍ତ୍ତମାନ ମିକ୍ସ କରିଦିଅନ୍ତୁ। ଗୁଡ଼ଟି ବି ଭଲ ଭାବରେ ମିକ୍ସ ହେଇଗଲେ ଦେଖନ୍ତୁ ଭଲ ଭାବରେ ମିକ୍ସ ହେଇଯାଇଛି। ମୁଁ ଏଠି ସବୁଯାକ ଗଇଁଠା ପିଠା ଯାହା ରଖିଥିଲି ତାକୁ ସବୁଯାକ ଆଦେହରେ ଆଡ଼୍ କରିଦେଉଛି। ବର୍ତ୍ତମାନ ଆଡ଼୍ ହେଇଯାଇଛି। ଆପଣ ଧୀରେ ଧୀରେ କରି ତାକୁ ଗୋଳେଇବାକୁ ଚେଷ୍ଟା କରିବେ, ନହେଲେ ଭାଙ୍ଗିଯିବାର ଚାନ୍ସେସ୍ ଥାଏ। ଟିକେ ସାଇଡ୍ କରିକି ତାକୁ ଗୋଳାନ୍ତୁ। ଏମିତି ଗୋଳେଇଲେ ଏଇଠି କମ୍ ସେ କମ୍ 10ରୁ 15 ମିନିଟ୍ ଭଲ ଭାବରେ ତାକୁ ଫୁଟିବାକୁ ଦିଅନ୍ତୁ। ଯେତେବେଳେ ଗଇଁଠା ପିଠାଟି ଉପରକୁ ଭାସି ଆସିବ ସେତେବେଳେ ଜାଣିବେ ଆପଣଙ୍କ ଗଇଁଠା ପିଠା ପ୍ରସ୍ତୁତ ହେଇଯାଇଛି। ଆପଣ ଏଠି ଚାହିଁଲେ ନଡ଼ିଆ କୋରା ବି ଦେଇପାରିବେ। ମୁଁ ଏମିତି ହିଁ ବନେଇଛି। ଦେଖନ୍ତୁ ଏତେ ସୁନ୍ଦର ଭାବରେ ଗଇଁଠା ପିଠାଟି ପ୍ରସ୍ତୁତ ହେଇଯାଇଛି। ଆମେ ଏବେ ଏହାକୁ ସର୍ଭିଂ ବୋଲକୁ କାଢ଼ିଦେବା। ସର୍ଭିଂ ବୋଲକୁ କାଢ଼ିଦେବା। ଦେଖନ୍ତୁ ଆପଣ ଚାହିଁଲେ ଆ ଉପରେ ଡ୍ରାଇ ଫ୍ରୁଟ୍ସ ବି ପକାଇ ପାରିବେ, କିନ୍ତୁ ଅଥେଣ୍ଟିକ୍ ରେସିପି ଏମିତି ହିଁ ବନେ ନର୍ମାଲ ଯେମିତି ଆମର କ୍ଷୀର ଫୁଟିକି ତା ଦେହରେ ବନେଇଥାନ୍ତି ଆଉ ନଡ଼ିଆ କୋରା କେହି ବି ପକାନ୍ତି। ଏଠି ଦେଖନ୍ତୁ କେତେ ସୁନ୍ଦର ଭାବରେ ଗଇଁଠା ପିଠାଟି ହେଇଯାଇଛି। ବହୁତ ସୁନ୍ଦର, ଯେମିତି ରସମଲାଇ ଲାଗେ ସେମିତିରେ ଟେଷ୍ଟରେ ହେଇଛି। ଆପଣ ଥରେ ବନେଇ କରି ଦେଖନ୍ତୁ, ଆପଣଙ୍କୁ ନିଶ୍ଚିତ ଭାବରେ ଭଲ ଲାଗିବ। ଏହିପରି ରେସିପିଟା ଚେକ୍ କରିବା ପାଇଁ ଆପଣ ଗୋଟେ ସ୍ପୁନ୍ ନେଇକି ମଧ୍ୟ ଏଠି ଆପଣ ଦେଖିପାରିବେ ସିଝିଛି କି ନ ସିଝିଛି। ଗୋଟେ ଜାଗାରେ କାଢ଼ିକି ମଧ୍ୟ ଚେକ୍ କରିପାରିବେ। ଏଠି ଦେଖନ୍ତୁ ମୁଁ ଏଇଟା କେତେ ସୁନ୍ଦର ଭାବରେ ଗାଢ଼ା ହେଇକି ଆମର ଗଇଁଠା ପିଠାଟି ପ୍ରସ୍ତୁତ ହେଇଯାଇଛି। ଆସନ୍ତୁ ଆମେ ଯିବା ପ୍ରସାଦ ମହାଲକ୍ଷ୍ମୀଙ୍କୁ ଅର୍ପଣ କରିବା। ମା ଲକ୍ଷ୍ମୀଙ୍କୁ ସମସ୍ତେ ବହୁତ ପ୍ରକାରର ପ୍ରସାଦ ଅର୍ପଣ କରନ୍ତି। କେବେ କେବେ ଗୋଟେ ପ୍ରକାର ପ୍ରସାଦ ଅର୍ପଣ କରନ୍ତି, କେବେ କେବେ 5 ପ୍ରକାର ପ୍ରସାଦ ଅର୍ପଣ କରନ୍ତି। ଏଇଟା ତୃତୀୟ ପାଳି, ତ ମୁଁ ଏମିତି ଗୋଟିଏ ପ୍ରକାରର ପ୍ରସାଦ ଅର୍ପଣ କରୁଛି। ଆପଣ କେମିତି ସବୁ ପ୍ରସାଦ ଅର୍ପଣ କରନ୍ତି ମୋତେ ଦୟାକରି କମେଣ୍ଟ ସେକ୍ସନରେ ଜଣାଇବା ପାଇଁ ଅନୁରୋଧ ରହିଲା। ମୋର ଏମିତି ସିମ୍ପଲ୍ ପୂଜା ମା ଲକ୍ଷ୍ମୀଙ୍କ ପାଇଁ ପ୍ରସାଦ ଆପଣ ସମସ୍ତଙ୍କୁ କେମିତି ଲାଗିଲା ଦୟାକରି କମେଣ୍ଟରେ ଜଣାଇବାକୁ ଭୁଲିବେ ନାହିଁ। ଏମିତି କରି ମୋର ସମ୍ପୂର୍ଣ୍ଣ ହୋଇଥିଲା ତୃତୀୟ ପାଳି। ମା ଲକ୍ଷ୍ମୀଙ୍କ ଆଶୀର୍ବାଦ ସଦାସର୍ବଦା ଆପଣଙ୍କ ଘରେ ରହୁ। ଆପଣଙ୍କୁ ଭିଡ଼ିଓଟି କେମିତି ଲାଗିଲା ଦୟାକରି
ମୋତେ କମେଣ୍ଟରେ ଜଣାଇବେ, ଲାଇକ୍ ସେୟାର ଆଣ୍ଡ ସବସ୍କ୍ରାଇବ୍ କରିବେ। ଧନ୍ୟବାଦ। ଜୟ ଜଗନ୍ନାଥ।